ବାଇକ୍ ଓ ଅଟୋ ଚାଳକ ପାଇଁ କେନ୍ଦ୍ରମନ୍ତ୍ରୀଙ୍କର ନୂଆ ନିୟମ। ବାଇକ୍ ଓ ଅଟୋ ଚାଳକ ପାଇଁ ନୀତିଶ ଗଡ଼କରୀଙ୍କ ନୂଆ ନିୟମ ନ ମାନିଲେ ଦେବାକୁ ପଡ଼ିବ ମୋଟା ଅଗର ଜରିମାନା। ହ୍ୟାଲୋ ହାଇ ଫ୍ରେଣ୍ଡସ୍, ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ଫେଭରାଇଟ୍ ଚ୍ୟାନେଲ୍ ଅପଡେଟ୍ ଓଡ଼ିଶାକୁ। ଦର୍ଶକ ବନ୍ଧୁ, ଆଜିର ଅପଡେଟ୍ରେ ଆପଣମାନେ ଜାଣିବାକୁ ପାଇବେ କେନ୍ଦ୍ର ସରକାରଙ୍କର ଯେଉଁ ନୂଆ ନିୟମଟି ଆସିଛି ବାଇକ୍ ଓ ଅଟୋ ଚାଳକମାନଙ୍କ ପାଇଁ, ତ ସେହି ନିୟମ ବିଷୟରେ ମୁଁ ଆପଣଙ୍କୁ କହିବାକୁ ଯାଉଛି। କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିଶ ଗଡ଼କରୀଙ୍କ ନେତୃତ୍ୱରେ ଭାରତ ସରକାର ଦୁଇ ଚକିଆ ବାଇକ୍ ଓ ତିନି ଚକିଆ ଅଟୋ ଯାନ ପାଇଁ ନୂଆ ଟ୍ରାଫିକ୍ ନିୟମ ଜାରି କରିଛନ୍ତି। 2025ରେ ଲାଗୁ ହୋଇଥିବା ଏହି ନିୟମଗୁଡ଼ିକ ସଡ଼କ ସୁରକ୍ଷା ବଢ଼ାଇବା ଏବଂ ଦୁର୍ଘଟଣା ହ୍ରାସ କରିବା ଲକ୍ଷ୍ୟରେ ପ୍ରଣୟନ କରାଯାଇଛି। ମୋଟର ଯାନ ଆଇନ 2019ର ସଂଶୋଧନ ଅନୁଯାୟୀ ନିୟମ ଉଲ୍ଲଂଘନ କଲେ ବାଇକ୍ ଓ ଅଟୋ ଚାଳକଙ୍କୁ ଭାରୀ ଚାଲାଣ ଦେବାକୁ ପଡ଼ିବ। ଏହି ନିୟମଗୁଡ଼ିକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଡ଼କରେ ଶୃଙ୍ଖଳା ବଜାୟ ରଖିବା ଏବଂ ଜୀବନ ହାନି ରୋକିବା। ନୂଆ ନିୟମ ଓ ଚାଲାଣର ମୂଲ୍ୟ କ'ଣ ରହିଛି ସେ ବିଷୟରେ ମଧ୍ୟ ଆମେ ନଜର ପକାଇବା। ନୀତିନ ଗଡ଼କରୀଙ୍କର ଅଧୀନରେ ଜାରି ହୋଇଥିବା ନୂଆ ନିୟମ ଅନୁଯାୟୀ କିଛି ପ୍ରମୁଖ ଟ୍ରାଫିକ୍ ଉଲ୍ଲଂଘନ କଲେ ସେଗୁଡ଼ିକର ଜରିମାନା କେମିତି ପଡ଼ିବ କ'ଣ ସେ ବିଷୟରେ ଜାଣିବା। 3 ଜଣର ସଫର ବା ଟ୍ରିପଲ୍ ରାଇଡିଂ, ବାଇକ୍ରେ 2 ଜଣଙ୍କ ବଦଳରେ 3 ଜଣ ସଫର କଲେ 1000 ଟଙ୍କା ଜରିମାନା ଦେବାକୁ ପଡ଼ିବ। ବୀମା ବିନା ଯାନ ଚାଳନା, ମାନେ ଯଦି ୱିଦାଉଟ୍ ଯେଉଁ ଆପଣଙ୍କର ୱିଦାଉଟ୍ ଇନ୍ସୁରାନ୍ସରେ ଯଦି ଆପଣ ଗାଡ଼ି ଚଲେଇବେ, ବିନା ବୀମା ବାଇକ୍ କିମ୍ବା ଅଟୋ ଚାଳନା କଲେ 2000 ଟଙ୍କା ଆପଣଙ୍କୁ ଜରିମାନା, ଯାହା ଦ୍ୱିତୀୟ ଥର ଉଲ୍ଲଂଘନ କଲେ 4000 ଟଙ୍କା ହେବ। ଏହା ସହିତ ସହିତ 3 ମାସ ଜେଲ୍ ଏବଂ ସମାଜ ସେବାର ଦଣ୍ଡ ମଧ୍ୟ ହୋଇପାରେ। ପ୍ରଦୂଷଣ ସାର୍ଟିଫିକେଟ୍, ଯଦି ଆପଣଙ୍କର PUC ବିନା ଯଦି ପଲ୍ୟୁସନ୍ ସାର୍ଟିଫିକେଟ୍ ନାହିଁ, ବିନା ପଲ୍ୟୁସନ୍ରେ ଆପଣ ଗାଡ଼ି ଚଲାଉଛନ୍ତି, ତାହେଲେ 10,000 ଟଙ୍କା ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବ। 6 ମାସ ଜେଲ୍ ସହିତ ସମାଜ ସେବାର ଦଣ୍ଡ ମଧ୍ୟ ଦିଆଯିବ। ବେପାରୁଆ ଡ୍ରାଇଭିଂ, ଯେପରିକି ବେପାରୁଆ ଭାବେ ବାଇକ୍ କିମ୍ବା ଅଟୋ ଚାଳନା କଲେ 5000 ଟଙ୍କା ଜରିମାନା ଦେବାକୁ ପଡ଼ିବ। ଅତ୍ୟଧିକ ଗତି, ଓଭର ସ୍ପିଡ଼ିଂ, ନିର୍ଦ୍ଧାରିତ ସୀମା ଗତିଠୁ ଯଦି ଅଧିକ ସ୍ପିଡ଼ରେ ଯିବ 1000ରୁ 2000 ଟଙ୍କା ମଧ୍ୟ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବ। ଜରୁରୀ ଯାନକୁ ପଥ ନ ଦେବା, ଯଥା ଆମ୍ବୁଲାନ୍ସ, ଅଗ୍ନିଶମ ଜରୁରୀ ଯାନକୁ ଯଦି ରାସ୍ତା ନ ଛାଡ଼ୁଛନ୍ତି, ତାହେଲେ 10,000 ଟଙ୍କା ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବ। ମଦ୍ୟପାନ କରି ଡ୍ରାଇଭିଂ, ମଦ୍ୟପାନ କରି ଯାନ ଚାଳନା କଲେ 10,000 ଟଙ୍କା ଜରିମାନା ଓ 6 ମାସ ଜେଲ୍ ଏବଂ ପୁନରାବୃତ୍ତି ହେଲେ 15,000 ଟଙ୍କା ଓ 2 ବର୍ଷ ଜେଲ୍ ମଧ୍ୟ ଯିବାକୁ ପଡ଼ିବ। ମୋବାଇଲ ଫୋନ୍ ବ୍ୟବହାର କରି ଯଦି ଡ୍ରାଇଭିଂ ଚଲାଉଛନ୍ତି, ମୋବାଇଲ ଫୋନ୍ ବ୍ୟବହାର କଲେ ଜରିମାନା, କିନ୍ତୁ ହ୍ୟାଣ୍ଡସ୍ ଫ୍ରି ବ୍ୟବହାର କଲେ ଚାଲାଣ କଟିବ ନାହିଁ। ଅନ୍ୟାନ୍ୟ ଯେଉଁଟାକି ଆପଣ ଯଦି ଇୟରକଡ଼ ବଗେରା ଲଗେଇକି ଯଦି କରୁଛନ୍ତି ବି, ତାକୁ ଠିକ୍ସେ କରିବାକୁ ପଡ଼ିବ। ଅନ୍ୟାନ୍ୟ ନିୟମ ଓ ଜରୁରୀ ସୂଚନା, ହେଲମେଟ୍ ବାଧ୍ୟତାମୂଳକ ରହିବ। ବାଇକ୍ ଚାଳକ ଓ ପଲିୟନ ଡ୍ରାଇଭର ଉଭୟଙ୍କୁ ହେଲମେଟ୍ ପିନ୍ଧିବାକୁ ପଡ଼ିବ। ଯିଏ ବସିଥିବ ସେ ମଧ୍ୟ ହେଲମେଟ୍ ପିନ୍ଧିଥିବା ଦରକାର, ବାଧ୍ୟତାମୂଳକ ରହିବା ଦରକାର। ଏହା ନ ମାନିଲେ ଚାଲାଣ ମଧ୍ୟ କଟିବ। ଡ୍ରାଇଭିଂ ଲାଇସେନ୍ସ ଓ ଦସ୍ତାବିଜ, ଚାଳକଙ୍କୁ ବୈଧ ଡ୍ରାଇଭିଂ ଲାଇସେନ୍ସ, ବୀମା, ରେଜିଷ୍ଟ୍ରେସନ ସାର୍ଟିଫିକେଟ୍, ପଲ୍ୟୁସନ୍ ସାର୍ଟିଫିକେଟ୍ ସାଙ୍ଗରେ ସବୁ ଡିଟେଲ୍ସ ଆପଣଙ୍କୁ ରଖିବାକୁ ପଡ଼ିବ। ଡିଜିଟାଲ କପି ସହିତ ଭୌତିକ କପି ରଖିବା ମଧ୍ୟ ଆବଶ୍ୟକ। ଚାଲାଣ ଦେୟ ସମୟ, ଚାଲାଣ ଜାରି ହେବାର 60 ଦିନ ମଧ୍ୟରେ ଚାଲାଣ ଦେବାକୁ ପଡ଼ିବ, ନଚେତ୍ କୋର୍ଟ ସମନ ଜାରି ହୋଇପାରେ ଏବଂ ଡ୍ରାଇଭିଂ ଲାଇସେନ୍ସ ବାତିଲ ମଧ୍ୟ ହୋଇପାରେ। ଇ ଚାଲାଣର ସୁବିଧା ଅଛି। ଚାଲାଣ ଅନଲାଇନ୍ରେ ଇ ଚାଲାଣ ପରିବହନ .gov.in କିମ୍ବା ମୋବାଇଲ ଆପ୍ ଯେପରିକି ପେଟିଏମ୍ ମାଧ୍ୟମରେ ମଧ୍ୟ ଯାଞ୍ଚ କରି ଏହାର ପେମେଣ୍ଟ ଆପଣ କରିପାରିବେ। ନୀତିଶ ଗଡ଼କରୀ କହିଛନ୍ତି ଯେ ଏହି ନିୟମଗୁଡ଼ିକ ଉଦ୍ଦେଶ୍ୟ ହେଉଛି ସଡ଼କରେ ଦୁର୍ଘଟଣା ହ୍ରାସ କରିବା ଏବଂ ଜନସାଧାରଣଙ୍କୁ ନିୟମିତ ଭାବେ ମାନିବା ପାଇଁ ଉତ୍ସାହିତ କରିବା। ସେ ଜୋର ଦେଇ କହିଛନ୍ତି ଯେ ଭାରତରେ ପ୍ରତିବର୍ଷ 5 ଲକ୍ଷ ଦୁର୍ଘଟଣାରେ 1.5 ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି, ଯେଉଁଥିରେ 65% ଲୋକ 18ରୁ 35 ବର୍ଷ ବୟସର ହେଉଛନ୍ତି। ନିୟମଗୁଡ଼ିକ ଜୀବନ ରକ୍ଷା ପାଇଁ ଏକ ପଦକ୍ଷେପ। କେତେକ ଭୁଲ ଧାରଣା ଖଣ୍ଡନ ମଧ୍ୟ କରାଇଛନ୍ତି। ଗଡ଼କରୀ ସ୍ପଷ୍ଟ କରି କହିଛନ୍ତି ଯେ ଅଧା ହାତ ସାର୍ଟ, ଲୁଙ୍ଗି କିମ୍ବା ଚପଲ ପିନ୍ଧି ଡ୍ରାଇଭିଂ କରିବା ଉପରେ କୌଣସି ଚାଲାଣ ନାହିଁ। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଚାଲିଥିବା ଗୁଜବକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ଏହା ସହିତ 2 ଚକିଆ ଯାନ ପାଇଁ ଟୋଲ୍ ଟ୍ୟାକ୍ସ ଲାଗୁ କରିବା ସମ୍ପର୍କିତ ଖବରକୁ ମଧ୍ୟ ଗଡ଼କରୀ ଜାତୀୟ ରାଜମାର୍ଗ ପ୍ରାଧିକରଣ NHAIର ମିଛ ବୋଲି ସେ ପ୍ରକାଶ କରିଛନ୍ତି। ଚାଳକଙ୍କ ପାଇଁ ପରାମର୍ଶ ମଧ୍ୟ ସେ ଦେଇଛନ୍ତି। ଚାଳକମାନେ ନିୟମ ମାନିବା ସହିତ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିପାରନ୍ତି। ସର୍ବଦା ହେଲମେଟ୍ ପିନ୍ଧନ୍ତୁ, ବୈଧ ଦସ୍ତାବିଜ ସବୁ ଡକ୍ୟୁମେଣ୍ଟ ରଖନ୍ତୁ, ନିର୍ଦ୍ଧାରିତ ଗତିସୀମାରେ ଗାଡ଼ି ଚଲାନ୍ତୁ, ଜରୁରୀ ଯାନକୁ ଯିବାକୁ ଦିଅନ୍ତୁ, ଆଉ ଯାହା ବି ସବୁ ଅନଲାଇନ୍ରେ ଅଛି, ଯେଉଁ ସବୁ ଅପଡ଼େଟ୍ ଆପଣଙ୍କୁ କହିଲେ ଏସବୁ ଜିନିଷ ମାନନ୍ତୁ, ନହେଲେ ଆପଣ ମୋଟା ଆଗର ଜରିମାନା ଦେବେ, ଚାଲାଣ ମଧ୍ୟ ଦେଇପାରିବେ। ଏହିପରି କିଛି ଅପଡ଼େଟ୍ ଥିଲା ଆପଣଙ୍କର ନୂଆ ବାଇକ୍ ଏବଂ ମୋଟର ଯାନ ଉପରେ।
तो जदि किसी आपंकर डाउट थाए कमेंट करेंगे आ ना सोशल मीडिया चेक करेंगे गूगल चेक करेंगे आम वीडियो को देखिथार बहुत बहुत धन्यवाद आज रही थैंक यू जय जगन्नाथ।